ଆଜି ଆମେ ଜାଣିବା ପାନ୍ କାର୍ଡ଼ କେମିତି କରିବା, ସେ ବି ଫ୍ରି। ଏକଦମ ଫ୍ରିରେ ବନେଇବା ପାନ୍ କାର୍ଡ଼। ପାନ୍ କାର୍ଡ଼ ନହେଲେ ଆମେ ଆଧାର ଉଦ୍ୟମ ରେଜିଷ୍ଟ୍ରେସନ କରିପାରିବାନି କି ସ୍ୱୟଂ ଯୋଜନାରେ ଲୋନ୍ ବି ଆଣିପାରିବାନି। ବର୍ତ୍ତମାନ ଯେଉଁ ଚାଲିଛି ପାନ୍ କାର୍ଡ଼ ବନେଇବାକୁ ଗଲେ 8 ଦିନ 10 ଦିନ ଲାଗିଯିବ ଆପଣଙ୍କୁ କାର୍ଡ଼ ଆସିଲା ବେଳକୁ। ସେଥିପାଇଁ ଆପଣଙ୍କ ଭାଇ ନେଇ ଆସିଛି ପୁରା ଫ୍ରିରେ ପାନ୍ କାର୍ଡ଼ ବନେଇବା ପାଇଁ ତା ସହଜ ଉପାୟ। ସେଥିପାଇଁ ଆଧାର ସହିତ ମୋବାଇଲ ନମ୍ବର ଲିଙ୍କେଜ୍ ଥିବା ନିହାତି ଦରକାର, ନହେଲେ ପାନ୍ କାର୍ଡ଼ ହେଇପାରିବନି। କେମିତି ବନେଇବା କହୁଛି। କୌଣସି ଏକ ବ୍ରାଉଜରକୁ ଯିବେ, ସେଥିରେ ଇ ଫିଲିଂ ସର୍ଚ୍ଚ କରିବେ। ଇ ଫିଲିଂ ସର୍ଚ୍ଚ କଲା ପରେ ପ୍ରଥମେ ଯେଉଁ ଲିଙ୍କ ଦେଖେଇବ ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ତା ସାଇଟ୍ ଖୋଲିଯିବ। ସାଇଟ୍ ଖୋଲିଗଲା ପରେ ହୋମ୍କୁ ପଳାଇବେ। ହୋମ୍କୁ ପଳାଇଲା ପରେ ବହୁତ ସାରା ଫିଚର୍ ଅଛି। ଏଇ ଭେରିଫାଏ ଲିଙ୍କ ଆଧାର ଷ୍ଟାଟସ୍ ସବୁ ଅଛି। ସେଠି ବି ଲେଖା ହେଇଥିବ ଇନଷ୍ଟାଣ୍ଟ ପାନ୍ କାର୍ଡ଼। ଇନଷ୍ଟାଣ୍ଟ ପାନ୍ କାର୍ଡ଼ ଉପରେ କ୍ଲିକ୍ କରିବା। ଟିକେ ତଳକୁ ଯିବା, ଲେଖା ହେଇଥିବ ଗେଟ୍ ନ୍ୟୁ ପାନ୍ କାର୍ଡ଼, ତା ଉପରେ କ୍ଲିକ୍ କରିବା। ଏଠି ଆଧାର ନମ୍ବର ଦେବା। ଆଧାର ନମ୍ବର ଦେଲା ପରେ କନଫର୍ମ ଉପରେ କ୍ଲିକ୍ କରିବା ଏବଂ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବା। ଗୋଟେ OTP ଆସିଲା ପରେ ସକ୍ସେସଫୁଲ୍ ହେଇଯିବ। ତାପରେ ଆମେ 2-4 ଘଣ୍ଟା ଛାଡ଼ିଦେବା। 4 ଘଣ୍ଟା ଛାଡ଼ିଦେଲା ପରେ ତାପରେ ଯାଇ ଆଉ ଥରେ ସର୍ଚ୍ଚ କରିବା। ମୁଁ ଲେଖିଦେଇକି ଆଉ ଥରେ ସର୍ଚ୍ଚ କରୁଛି। ଇ ଫିଲିଂ ପ୍ରଥମ ଯେଉଁ ସାଇଟ୍ଟା ଆସିଲା, ଲିଙ୍କଟା ଆସିଲା, ତା ଉପରେ କ୍ଲିକ୍ କରୁଛି। କ୍ଲିକ୍ କଲା ପରେ ପୁଣି ସେଇ ସାଇଟ୍ ଦେଖେଇଲା। ମୁଁ ହୋମ୍କୁ ପଳାଇବି। ହୋମ୍କୁ ପଳାଇଲା ପରେ ପୁଣି ସେଇ ଇନଷ୍ଟାଣ୍ଟ ପାନ୍ କାର୍ଡ଼ ଉପରକୁ କ୍ଲିକ୍ କରିବି। କ୍ଲିକ୍ କଲା ପରେ ତାପରେ ଦେଖିଥିବେ ସେଠି ଗେଟ୍ ନ୍ୟୁ ପାନ୍ କାର୍ଡ଼, ଚେକ୍ ଆଧାର ଡାଉନଲୋଡ଼ ପାନ୍ କାର୍ଡ଼। ଏଇଠି ଆଉ ଥରେ ଆଧାର ନମ୍ବରଟା ଦେବେ। ଯେଉଁ ଆଧାର ନମ୍ବର ଦେଇଥିଲେ ପ୍ରଥମେ, ସେ ଆଧାର ନମ୍ବରଟା ଦେବେ। ଆଧାର ନମ୍ବରଟା ମୁଁ ଦେଇଦେଉଛି। ଆଧାର କଣ୍ଟିନ୍ୟୁ ଉପରେ କ୍ଲିକ୍ କରୁଛି। ଦେଖ, ମୋବାଇଲ ନମ୍ବରକୁ ଗୋଟେ OTP ଯିବ। ଆଧାର ଲିଙ୍କେଜ୍ ମୋବାଇଲ ନମ୍ବରକୁ ଗୋଟେ OTP ଯିବ। OTPଟା ଆସିଗଲା। OTPଟା ଦେଇଦେଉଛି ଏବଂ କଣ୍ଟିନ୍ୟୁ ଉପରେ କ୍ଲିକ୍ କରୁଛି। ଦେଖ, ପୁରା ପାନ୍ ଆଲର୍ଟ ସକ୍ସେସଫୁଲ୍। ଉପରେ ଥିବ ଡାଉନଲୋଡ଼ ଇ ପାନ୍ କାର୍ଡ଼। ପାନ୍ କାର୍ଡ଼ଟାକୁ ମୁଁ ଡାଉନଲୋଡ଼ କରିଦେଉଛି। ଏହିପରି ଭାବରେ ଆପଣ ବି ବନେଇ ପାରିବେ ଫ୍ରିରେ ପାନ୍ କାର୍ଡ଼। ନା କୌଣସି ଚାର୍ଜେସ୍ ପଡ଼ିବ, ନା କାହାକୁ ଗୋଟେ ଟଙ୍କା ଆଠଣା ଦେବେ ନାହିଁ। ନିଜ ମୋବାଇଲରେ ଆପଣ କରିପାରିବେ ପାନ୍ କାର୍ଡ଼, କିନ୍ତୁ ଆଧାର ସହିତ ମୋବାଇଲ ନମ୍ବର ଲିଙ୍କେଜ୍ ହୋଇଥିବା ନିହାତି ଦରକାର, ନହେଲେ ହେବନି। ଡାଉନଲୋଡ଼ ହେଇଥିବା ପାନ୍ କାର୍ଡ଼ଟିକୁ ମୁଁ ଦେଖାଇ ଦେଉଛି। ତାର ପାସୱାର୍ଡ଼ ହେଉଛି ଡେଟ୍ ଅଫ୍ ବାର୍ଥ। ପୁରା ସ୍ପେସ୍ ଦେବେନି। ପୁରା ଡେଟ୍ ଅଫ୍ ବାର୍ଥରେ ପୁରା ଲେଖିବେ ମନ୍ଥ, ଡେ ଏବଂ ଇୟର୍। ଦେଖ, ପୁରା ପାନ୍ କାର୍ଡ଼ ଆପଣ ସାମ୍ନାରେ ଦେଖାହେଉଛି। ଏହିପରି ଭାବରେ ଆପଣ ପାନ୍ କାର୍ଡ଼ ହେବେ। ଯଦି ଏହାକୁ କାର୍ଡ଼ର ପରିବର୍ତ୍ତନ କରିବେ, ତାକୁ ଆଉ ଗୋଟେ ଭିଡ଼ିଓ ମୁଁ ଦେଇଦେବି। କମେଣ୍ଟ କରିବେ ଯଦି।